ଆଜିର ଅନୁଚିନ୍ତା। ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଅନୁଚିତ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଠିକ୍ ନୁହେଁ। କାରଣ ଦୁଃଖ ସୁଖ କେହି ଦେଇନଥାନ୍ତି, ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିବାକୁ ପଡ଼ିଥାଏ। ଜୟ ଜଗନ୍ନାଥ। ଜୀବନରେ ସର୍ବଦା ତିନୋଟି ମନ୍ତ୍ର ମନେ ରଖ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦିଅ ନାହିଁ। କ୍ରୋଧରେ କାହାକୁ ଉତ୍ତର ଦିଅ ନାହିଁ। ଦୁଃଖରେ କେବେ କୌଣସି ବିଚାର କର ନାହିଁ। ଜୟ ଜଗନ୍ନାଥ। କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। ତେଣୁ କର୍ମକୁ ବିଶ୍ୱାସ କର, କର୍ମ ହିଁ ଭଗବାନ। ଜୟ ଜଗନ୍ନାଥ। ଛୋଟ ହେଉ ବା ବଡ଼, ଭୁଲ ତ ଭୁଲ ହୋଇଥାଏ। ଏହାକୁ ଅଣଦେଖା ନ କରି ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରଖିଥାଏ। ଜୟ ଜଗନ୍ନାଥ। ସଠିକ୍ ରାସ୍ତାରେ ଚାଲିବା ନିଶ୍ଚୟ ଟିକେ କଷ୍ଟକର ହୋଇଥାଏ, କିନ୍ତୁ ସେ ରାସ୍ତାରେ କେହି ଆପଣଙ୍କୁ ହରେଇ ଦେବ ଏ ଡର ନଥାଏ। ଜୟ ଜଗନ୍ନାଥ। ଯେପରି ଲେମ୍ବୁର ଗୋଟିଏ ବୁନ୍ଦା କ୍ଷୀରକୁ ନଷ୍ଟ କରିଦିଏ, ସେହିପରି ମନୁଷ୍ୟର ଅହଙ୍କାର ହିଁ ତାର ସମସ୍ତ ସମ୍ପର୍କକୁ ନଷ୍ଟ କରିଦିଏ। ଜୟ ଜଗନ୍ନାଥ। ସମ୍ପର୍କ ତାହାକୁ ହିଁ କୁହାଯାଏ, ଯେଉଁଠାରେ ଶବ୍ଦ କମ୍, ବୁଝିବା ଅଧିକ ଥାଏ। ଯେଉଁଠାରେ ଝଗଡ଼ା କମ୍, ପ୍ରେମ ଅଧିକ ଥାଏ। ଯେଉଁଠାରେ ଆଶା କମ୍, ବିଶ୍ୱାସ ଅଧିକ ଥାଏ। ଜୟ ଜଗନ୍ନାଥ।